ମମତା କହିବେ, ଦିଦି ତମେ ଜ୍ୟୋତିଷଙ୍କୁ କାହିଁକି ଡାକିଥିଲ? ଆଦର୍ଶ ବାହାଘର ପାଇଁ ଟୋଟାଲି ମନା କରିଦେଲା ପରେ ବି ତମେ ପୁଣି ଥରେ ତା ବାହାଘର କରେଇବାକୁ ଚାହୁଁଛ? ଦିଦି ତମକୁ ଥରେ ଲାଗୁନି ଆମେ ଆଦର୍ଶ କଥାକୁ ସମ୍ମାନ ଦେବା ଦରକାର? ତାପରେ ମାୟା କହିବେ, ଆଦର୍ଶର ପଏଣ୍ଟ ମୁଁ ବୁଝିପାରୁଛି ମମତା, କିନ୍ତୁ ଆଦ୍ବି ମାର ସ୍ନେହ ଟିକେ ପାଇବା ପାଇଁ କେତେ ଡହଲ ବିକଲ ହେଉଛି ତମେ କ'ଣ ଦେଖିପାରୁନ? ଆଜି ସକାଳେ ଆଦ୍ବି ରିମଝିମ୍ ସାଙ୍ଗରେ କ'ଣ କହିଲା ସେ କଥା ଭୁଲି ଯାଇଛ? ଯେତେବେଳେ ରିମଝିମ୍ ତନ୍ମୟର କେୟାର ନେଉଛି ସେତେବେଳେ ଆଦ୍ବିକୁ ଦେଖିବାକୁ ଟିକେ ଚେଷ୍ଟା କର। ତା ଆଖିରେ ମାର ମମତା ଟିକେ ପାଇବାର ଭୋକ ତମେ କ୍ଲିଅର ଦେଖିପାଇବ। ତମେ ଯାହା ବି କୁହ ମମତା, ମୁଁ ମୋ ପ୍ଲାନ୍ ଆଗକୁ ବଢ଼େଇବାର ଡିସିଜନ୍ ନେଇସାରିଛି। ତାପରେ ମମତା ଆଶ୍ଚର୍ଯ୍ୟ ହେଇଯିବେ ଆଉ କହିବେ, ଦିଦି ଆମେ ପ୍ରଣାଳୀ ସାଙ୍ଗରେ ବାହାଘର କରାଇ ଆମେ ସମସ୍ତେ ବହୁତ ବଡ଼ ଝଟକା ଖାଇସାରିଛେ। ସେ ବାହାଘର କାହା ପାଇଁ କି ଲାଭଦାୟକ ହେଲାନି, ନା ଆମ ପାଇଁ, ନା ଆଦର୍ଶ ପାଇଁ, ନା ପ୍ରଣାଳୀ ପାଇଁ। ତାପରେ ମାୟା କହିବେ, ଏଇଟା ସେତେବେଳର ସମୟର କଥା ମମତା, ଯେତେବେଳେ ଆଦର୍ଶ ଭାଗ୍ୟରେ 10 ବର୍ଷର ଖରାପ ସମୟ ଚାଲିଥିଲା। ସେତେବେଳେ ଜ୍ୟୋତିଷ କ'ଣ କହିଥିଲେ ସେ କଥା ତମେ ଶୁଣିଥିବ ମମତା। ଆମ ଆଦର୍ଶ ଜୀବନରେ ସବୁ ଖରାପ ସମୟ ପାର ହେଇ ସାରିଛି। ତ ଦର୍ଶକ ବନ୍ଧୁ, ମମତା କ'ଣ ଆଦର୍ଶକୁ ମନେଇବେ କି ପୁଣି ବାହା ହେବାକୁ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।